आमे तो जानिଛୁ କହିଲୁ ଆମ ଜିଲ୍ଲା ତରଫରୁ ଆମେ କହିଲୁ ଯେଉଁ ରିପୋର୍ଟ ପ୍ରସ୍ତୁତ କରାଯାଇଛି ସେ ଠିକ୍ ରିପୋର୍ଟ ନୁହେଁ। ପ୍ରଭାବିତ ଅଞ୍ଚଳ ଯେଉଁ ଦର୍ଶାଯାଇଛି ତାହା ତ୍ରୁଟିପୂର୍ଣ୍ଣ। ତେଣୁ ଆକୁ ସଂଶୋଧନ କର। ଉପମୁଖ୍ୟମନ୍ତ୍ରୀ ମହୋଦୟ ଏଟାକୁ ବୁଝିଲେ ଏବଂ ତଦନୁଯାୟୀ ସଂଶୋଧନ କରି ପୁନଃ ଉପସ୍ଥାପନ କରିବା ପାଇଁ ନିର୍ଦ୍ଦେଶ ଦେଲେ। ଏକ ତାପରେ ଆଉ ଗୋଟିଏ ବଡ଼ ଭୁଲ ଆମେ ଧରିଲୁ ଯେ ଗୋଟିଏ ରେଭିନ୍ୟୁ ମୌଜାର ଏକାଧିକ ପଡ଼ା ଗ୍ରାମ ଅଛି। ତେଣୁ ଯେତେବେଳେ ରେଭିନ୍ୟୁ ମୌଜାଟି ବନ୍ୟା ପ୍ରଭାବିତ ଘୋଷଣା ହେବ ତାହେଲେ ତାର ସମସ୍ତ ପଡ଼ା ମୌଜା ବି ପ୍ରଭାବିତ ହେବ ଘୋଷଣା ହେବ। କିନ୍ତୁ ଗୋଟିଏ ରେଭିନ୍ୟୁ ମୌଜାରେ 5ଟା ଅଛି ଗାଁ ପଡ଼ା ମୌଜା, ଗୋଟିଏ ଗାଁକୁ ଘୋଷଣା କଲେ ଅନ୍ୟ 4ଟି କେମିତି ହେବ? ଏହା ମାନେ ତ୍ରୁଟିପୂର୍ଣ୍ଣ। ରିଲିଫ୍ କୋଡ଼ର ଇଏ ହେଉଛି ବିରୁଦ୍ଧାଚରଣ କରୁଛି। ତେଣୁ ଆମେ କହିଲେ ଆକୁ ସଂଶୋଧନ କର। ରେଭିନ୍ୟୁ ମୌଜା ପ୍ରଭାବିତ ମାନେ ରେଭିନ୍ୟୁ ମୌଜା ଅନ୍ତର୍ଗତ ସମସ୍ତ ପଡ଼ା ମୌଜା ପ୍ରଭାବିତ ସେଗୁଡ଼ିକ ସ୍ଥାନ ପାଇବା ଦରକାର। ଏ ହେଲା ଦ୍ୱିତୀୟ। ତାପରେ ତୃତୀୟ କଥାଟି ହେଲା ବଡ଼ କଥା ଯେ ପୂର୍ବ ପ୍ରସ୍ତୁତି ଆବଶ୍ୟକତା ଅନୁସାରେ ନଥିଲା। ତେଣୁ ରିଲିଫ୍ ପହଞ୍ଚିବା ରିଲିଫ୍ ବାଣ୍ଟିବାର ସମସ୍ୟା ହେଲା। ବାର୍ତ୍ତା ଗଲା ଯେ ସରକାର ଗରିବ ହୋଇଯାଇଛନ୍ତି। 5 କୁଇଣ୍ଟାଲ 7 କୁଇଣ୍ଟାଲ ଚୁଡ଼ା ଗୋଟିଏ ପଞ୍ଚାୟତକୁ ପରିବାର ପିଛା ଅଧ କେଜି ପଡ଼ୁନାହିଁ। ଇଏ କ'ଣ? ଚୁଡ଼ା ସହିତ ବିସ୍କୁଟ ଗୋଟିଏ 5 ଟଙ୍କିଆ 5 ଟଙ୍କିଆ ବିସ୍କୁଟଟା ପରିବାରକୁ ଖୋଲିଲେ ଗୋଟିଏ ଗୋଟିଏ ପିସ୍ ମଧ୍ୟ ପ୍ରତ୍ୟେକ ମେମ୍ବରକୁ ମିଳିବନି। ଇଏ କ'ଣ? ଗୁଡ଼ 50 ଗ୍ରାମ ଗୋଟା ପରିବାରକୁ। ଇଏ କ'ଣ? ଇଏ ଗୋଟିଏ କଥା କହୁଛି ସରକାର ଗରିବ ହୋଇଯାଇଛନ୍ତି। ଯାହା ଦୁଃଖଦାୟକ। ସରକାର ଗରିବ ହୋଇଯାଇଛନ୍ତି। ନା ଚାଷୀଙ୍କ ସ୍ୱାର୍ଥକୁ ବିଚାର ନେବା ପାଇଁ କୁହାଯାଇଛି, କିନ୍ତୁ ଟିକେ ଅପେକ୍ଷା କରିବାକୁ ପଡ଼ୁଛି ଏଇଥିପାଇଁ ଯେ ଇଏ ଆରମ୍ଭ ମାତ୍ର। ଆହୁରି ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ତୃତୀୟ ପର୍ଯ୍ୟାୟ ବନ୍ୟା ଆସିବାର ଆଶଙ୍କା ଅଛି। ତାପରେ କୁହାଯିବ ନିଶ୍ଚିତ ଭାବରେ 2ଟା କଥା କୁହାଯିବ। ଯଦି ମାତ୍ରାଧିକ କ୍ଷତି ହେବ ତାହେଲେ ସେ କ୍ଷେତ୍ରରେ ଋଣ ଛାଡ଼ ପାଇଁ ମଧ୍ୟ କୁହାଯିବ, ବା ତା ନହେଲେ ଯଦି ମାନେ କ୍ଷତିର ପରିମାଣ ମଧ୍ୟ ସେଭଳି ଅଧିକ ରହିବ ତାହେଲେ ଏଇ ଯେଉଁ ମଧ୍ୟବର୍ତ୍ତୀ କାଳୀନ ଯେଉଁ ଋଣକୁ ଆପଣ ଦୀର୍ଘକାଳୀନ ଋଣରେ ପରିଣତ କରିବାକୁ ମଧ୍ୟ କୁହାଯିବ। ଟିକେ ଅପେକ୍ଷା କରିଛୁ। କିନ୍ତୁ ବର୍ତ୍ତମାନ ପାଇଁ ଚାଷୀ କେମିତି ପୁନର୍ବାର ତଳି ପକାଇ ଚାଷ କରିବ ସେଥିପାଇଁ ତଳି ହେଉ ବା ବିହନ ହେଉ ଦେବା ପାଇଁ ମଧ୍ୟ କୁହାଯାଉଛି।